ଆଖିରେ ଅମାନିଆ ପଲକ କ୍ଷଣିକ ମଧ୍ୟରେ ସୃଷ୍ଟି କରେ ଅସୁମାରୀ ସ୍ୱପ୍ନ। ଭରିଦିଏ ହୃଦୟରେ ଭଲ ପାଇବାର ସ୍ପନ୍ଦନ। ମନର ଆବିଳତା ଅଜଣା ଅଚିହ୍ନା ଲୋକଙ୍କ ପାଖକୁ ଆକର୍ଷିତ କରେ। ପ୍ରେମ ମାନେ ନା ଜାତି ଅଜାତି, ପାଖର କି ଦୂରତା ଦେଖାଦିଏ ନାହିଁ ଧନୀ ଗରିବର ପ୍ରତିବନ୍ଧକ। ଓଡ଼ିଆ ପୁଅର ଦୀର୍ଘ 5 ବର୍ଷର ପ୍ରେମ ଶେଷରେ ସାକାର ରୂପ ନେଇ ବିବାହ ବନ୍ଧନରେ ବାନ୍ଧି ହେଲେ। ସବୁ ବନ୍ଧନକୁ ଛିଡ଼ାଇ ବିଦେଶୀ ଝିଅ ଓଡ଼ିଆ ଘରର ବୋହୂ ସାଜିଲା। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ନୂଆଗାଁ ପଞ୍ଚାୟତ ଉହାଡ଼ ଗ୍ରାମର ସୁକଦେବ ସେଠୀ। ନୂଆଗାଁ ପଞ୍ଚାୟତ ଉହାଡ଼ ଗ୍ରାମର ସନାତନ ସେଠୀ ଓ କମଳା ସେଠୀଙ୍କ ଘର। ବାଲେଶ୍ୱରର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟୁଡିଓରୁ ପାସ୍ କରିବା ପରେ ମାଲଦ୍ୱୀପରେ ଚାକିରି ଜୀବନ ଆରମ୍ଭ କରିଥିଲେ। ରେଷ୍ଟୁରାଣ୍ଟରେ ଚାକିରି କରୁଥିବା ସମୟରେ ସେହି ରେଷ୍ଟୁରାଣ୍ଟକୁ ୟୁରୋପର କ୍ରୋଏସିଆ ଅଞ୍ଚଳର ବାପା ଡାଏନା, ମା ଜାଦ୍ରବଙ୍କର ଏକମାତ୍ର କନ୍ୟା ତମ୍ରା ବୁଲିବାକୁ ଆସିଥିଲେ। ସୁକଦେବ ଏବଂ ତମ୍ରା ଉଭୟଙ୍କ ମଧ୍ୟରେ ହୋଇଥିଲା ଭେଟ। ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ। ତମ୍ରା ହୃଦୟରେ ସୃଷ୍ଟି କରିଥିଲା ସ୍ୱତନ୍ତ୍ର ଜାଗା। ତମ୍ରାକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ସୁକଦେବ। ତମ୍ରାକୁ ସୁକଦେବ ପ୍ରେମ କରିବାକୁ ଦେଇଥିଲେ ପ୍ରସ୍ତାବ। ତମ୍ରାକୁ ପାଇବାକୁ ସୁକଦେବ ମାଲଦ୍ୱୀପ ଛାଡ଼ି ଦେଇଥିଲେ। ସୁଦୂର ୟୁରୋପରେ ଗୋଟିଏ ରେଷ୍ଟୁରାଣ୍ଟ କଲେ ଚାକିରି କଲେ ସୁକଦେବ, ଯେଉଁଠି HR ଥିଲେ ତମ୍ରା। ସୁପରଭାଇଜର ଭାବେ ସୁକଦେବ କାମ କଲେ। ପ୍ରେମ କ୍ଷେତ୍ରରେ ସବୁ ସମ୍ଭବ। ଦିନ ପରେ ଦିନ ଗଡ଼ି ଚାଲିଲା। ଦିନ ଯେତିକି ଗଡ଼ି ଚାଲିଛି ସମ୍ପର୍କ ସେତିକି ନିବିଡ଼ ହେବାରେ ଲାଗିଛି। ଏହା ମଧ୍ୟରେ ଅତିକ୍ରମ କଲା 5 ବର୍ଷ। ପ୍ରେମକୁ ସାକାର ରୂପ ଦେବାକୁ ସୁକଦେବ ବାପା ଓ ମାଙ୍କୁ ରାଜି କରାଇଥିଲେ। ଭାରତର ସଂସ୍କୃତି ଓ ଓଡ଼ିଶାର ପରମ୍ପରାରେ ଓଡ଼ିଶାର ଚାଲିଚଳଣି, ବେଶଭୂଷା, ହିନ୍ଦୁ ରୀତିନୀତି ବିଷୟରେ ସମ୍ପୂର୍ଣ୍ଣ ବୁଝାଇଥିଲେ ତମ୍ରାକୁ। ଓଡ଼ିଆ ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିବା ପରେ ଓଡ଼ିଶାକୁ ଭଲ ପାଇ ବସିଲେ ବିଦେଶିନୀ ତମ୍ରା। ଓଡ଼ିଆ ପରମ୍ପରା ଅନୁସାରେ ବିବାହ କରିବାକୁ ତମ୍ରା ନେଇଥିଲେ ନିଷ୍ପତ୍ତି। ପ୍ରଥମେ ବିଦେଶୀ ପରିବାର ପକ୍ଷରୁ ଟିକେ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ଏଡ଼ାଇ ପରିବାର ଅନୁମତି କଲେ ବିବାହ କରିବାକୁ। ନିଷ୍ପତ୍ତି ନେଇଥିଲେ ଓଡ଼ିଆ ପୁଅ ଓ ବିଦେଶୀ ଝିଅ। ତମ୍ରାକୁ ଜଣାଇବା ପରେ ତମ୍ରା ସୁଦୂର ୟୁରୋପରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ ଏକା ଏକା। ସୁକଦେବ ଭାରତର ବିଭିନ୍ନ ସ୍ଥାନ ବୁଲାଇବା ସହ ଘରକୁ ଆଣି ଗାଁର ପରିବେଶରେ ଖାପ ଖୁଆଇ ଚଳିବା ପାଇଁ ପଣ୍ଡିତକୁ ଜାତକ ଦେଖାଇ ଲଗ୍ନ ପ୍ରସ୍ତୁତ କରିଥିଲେ। ଶୁଭ ବିବାହ ପାଇଁ ହୋଇଥିଲା ଦିନ ଧାର୍ଯ୍ୟ। ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳକୃତ୍ୟ ପରେ ମାର୍ଚ୍ଚ ମାସ 9 ତାରିଖ ସୋମବାର ବାଜିଲା ବାଜା, ଫୁଟିଲା ରୋଷଣୀ। ବରଯାତ୍ରୀ ଧରି ଗୁଡୁସ୍ଥିତ ବଳଦେବଜୀଉ ମଣ୍ଡପରେ ପହଞ୍ଚିଲା ବର। ପଣ୍ଡିତମାନଙ୍କ ବେଦ ମନ୍ତ୍ର ଅଗ୍ନି ହୋମ ନିଆଁକୁ ସାକ୍ଷୀ ରଖି ବିବାହ ଆରମ୍ଭ ହୋଇଥିଲା। ତମ୍ରା ମଥାରେ ସିନ୍ଦୁର ଦେଇଥିଲେ ସୁକଦେବ। 7 ଜନମକୁ ଜୀବନ ସାଥୀ ହେବା ନେଇ ନିଷ୍ପତ୍ତି ନେଇଥିଲେ। ତମ୍ରାଙ୍କ ବାପା ଭାବରେ ସ୍ଥାନୀୟ ଅଞ୍ଚଳରେ ଶ୍ରୀଧର ମାଝୀ କନ୍ୟାଦାନ କରିଥିଲେ। ଜୀବନ ସାଥୀ ଭାବରେ ସୁକଦେବ ପାଇ ବହୁତ ଖୁସି। ତମ୍ରା ଓଡ଼ିଶାର କଲଚରକୁ ବହୁ ଭଲ ପାଏ। ବିବାହ ଭୋଜିରେ ମେଳି ହୋଇଥିଲେ ଶହ ଶହ ଲୋକ। ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା। କିଏ ସେଲ୍ଫି ନେଉଛନ୍ତି ତ କିଏ ଫଟୋ ଉଠାଇ ମଜା ନେଉଛନ୍ତି। ଓଡ଼ିଶା ସଂସ୍କୃତି ପରମ୍ପରାକୁ ଭଲ ପାଇ ଜଣେ ଓଡ଼ିଆଣୀ ଭାବରେ ବୋହୂ ହେବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଥିବା କହିଛନ୍ତି ବିଦେଶିନୀ ଝିଅ ତମ୍ରା। ବିଦେଶୀ ଝିଅ ଓଡ଼ିଆ ଘରର ବୋହୂ ହୋଇଥିବାରୁ ପରିବାରର ସମସ୍ତ ଖୁସି ହେବା, ଗ୍ରାମବାସୀ ଖୁସି ଥିବା ଦେଖିବାକୁ ମିଳୁଛି। ବ୍ୟୁରୋ ରିପୋର୍ଟ, ଅସ୍ମିତା ଟିଭି।